ହଁ ହାଇ କର ଏବେ ନୂଆ ନୂଆ ତ ସେଥିପାଇଁ ଟିକେ ଲାଜ କରୁଛନ୍ତି। ପୁରୁଣା ହେଇଗଲେ ଭିଡ଼ିଓ କରିବା ଆଉ। ହ୍ୟାଲୋ ହାଇ ନମସ୍କାର, ମୋ ନାଁ ହେଉଛି ପିଙ୍କୁ ଦାସ। ଆପଣମାନେ ଦେଖୁଛନ୍ତି ପିଙ୍କୁ ଦାସ ବ୍ଲଗ୍। ତ ବହୁତ ଦିନ ପରେ ମୁଁ ବ୍ଲଗ୍ ଗୁଡ଼ା ବନାଉଛି, ଯେଉଁଥିପାଇଁ କି ମୁଁ ଭିଡ଼ିଓ ବନାଇ ପାରୁନଥିଲି। ଆଉ ଗୋଟେ କଥା ଯେ ଆପଣମାନେ ଜାଣିଥିବେ, ତ ମୁଁ ଭିଡ଼ିଓରେ ଲାଷ୍ଟରେ କହିବି ଯେ ମୁଁ ସବୁଦିନେ ଭିଡ଼ିଓ ଏକଲା ବନାଉଥିଲି, ଯେଉଁଥିପାଇଁ କି 5 ବର୍ଷ ହେଲା। ଆଉ ମୋ ସାଥିରେ ଏବେ ଅଛନ୍ତି ମୋର ଲାଇଫ୍ ପାର୍ଟନର୍, ଯେଉଁକି ଏବେ ମୋର ମ୍ୟାରେଜ୍ ହେଇସାରିଛି। ମ୍ୟାରେଜ୍ ହେବାର 10 ଦିନ ପରେ ମୁଁ ଏ ଭିଡ଼ିଓଟା ବନାଉଛି, ଦେଖିପାରୁଥିବେ। ସକାଳର ଦୃଶ୍ୟ, ବର୍ତ୍ତମାନ ମୁଁ ତ ଘରେ ଅଛି, ଦେଖିପାରୁଥିବେ। ଆଉ ଆଜି ରବିବାର, ଯେଉଁକି ସଣ୍ଡେ। ଆଉ ଆଜି ଟିକେ କ'ଣ ଟିକେ ସ୍ପେଶାଲ୍ ଖାନା ହେବ, ଆଉ ଦେଖିପାରୁଥିବେ। ଆଜିକାଲି ରାତିରେ ମୁଁ ଟିକେ ଚୁଟିରେ ମୁଁ ତେଲ ଟିକେ ଲଗାଇ ଦେଇଥିଲି ମୁଣ୍ଡରେ। ତ ଆଜି ଟିକେ ବାଳ ଟିକେ ହେୟାର କଟିଂ କରିବା, ବାଳ କାଟିବାକୁ ଯିବା। ଆଉ 20 ତାରିଖରେ ଗୋଟେ ଭୋଜି ପ୍ରୋଗ୍ରାମ୍ ଅଛି, ତ ସେ ଭୋଜି ପ୍ରୋଗ୍ରାମରେ ସାମିଲ ହେବାକୁ ପଡ଼ିବ। ତ ଚାଲନ୍ତୁ ଆଜିର ବ୍ଲଗ୍ରେ ଆପଣମାନେ ପୁରା ଦେଖିଲେ ଜାଣିପାରିବେ। ତ ଚାଲନ୍ତୁ ମୁଁ ଆଜି ଇଣ୍ଟ୍ରୋଡକ୍ସନ୍ କରୁଛି ମୋର ଲାଇଫ୍ ପାର୍ଟନର୍କୁ। ଦେଖିପାରୁଥିବେ ମୋର ଲାଇଫ୍ ପାର୍ଟନର୍। ମୁଁ ଦେଖିବା ପାଇଁ ଲାଜ କରୁଛନ୍ତି। ଦେଖୁଥିବେ, ଦେଖୁଥିବେ। ହଁ ହାଇ କର। ଏବେ ନୂଆ ନୂଆ ତ ସେଥିପାଇଁ ଟିକେ ଲାଜ କରୁଛନ୍ତି। ପୁରୁଣା ହେଇଗଲେ ଭିଡ଼ିଓ କରିବା ଆଉ। ମୁଣ୍ଡଟାକୁ ଟିକେ ଶ୍ୟାମ୍ପୁରେ ଧୋଇବା। ଆଉ ଧୋଇଲା ପରେ ଯିବା, ଏ ଗାଁରେ ଗୋଟେ ଦୋକାନ ଅଛି, ଛୋଟ ମୋଟ ଦୋକାନ। ତ ସେଇଠି ଯିବା, ବାଳ କାଟିଲା ପରେ ଆସିବା, ଆଉ ଟିକେ ଫ୍ରେଶ୍ ହେବା, ଗାଧୋଇବା। ତାପରେ ଗାଧୋଇଲା ପରେ ଗୋଟେ କାମ ଅଛି, ତ ସେ କାମଟା ପୁରା କରିକିରି ପୁଣି ଥରେ ଘରକୁ ଆସିବା। ଚାଲନ୍ତୁ ମୁଁ ଯାଉଛି ଏବେ, ଆଉ ଗଲା ପରେ ଆପଣଙ୍କୁ ଦେଖୁଛି। ବର୍ଷା ଦିନେ ତ ଏଟା ହେଇଯିବ, ବର୍ଷା ଦିନେ ଆଜି ଆମ ଘରେ ମାଛ ହେଉଛି। ଆଉ ଆଜି ରବିବାର, ସେଥିପାଇଁ ଆଜି ଆମର ଘରେ ମାଛ ଛଣା ହେବ। ମାଛ ଛଣା ପରେ ଆମେ ମାଛ ତରକାରୀ ହେବ। ଆଉ ଦେଖନ୍ତୁ ଆମ ମ୍ୟାଡ଼ାମ୍ ପିଆଜ କାଟୁଛନ୍ତି। ଏବେ ମାଛ ତରକାରୀ ହେବ। ତାପରେ ମୁଁ ଯିବି ଗାଧୋଇବି, ଗାଧୋଇଲା ପରେ ଆଇଲେ ତାପରେ ଖାଇବା ଆଉ। ପେଟ ଭରି ଆଜି ଖାଇବି ଆଉ। ହଁ ତ ଏବେ ଟିକେ ଡେରିରେ ଗାଧୋଇବା। ମାଛ ତରକାରୀଟା କେମିତି ଆପଣମାନେ ବସୁଛନ୍ତି, ଆପଣ ଦେଖିବା ଆଉ। ଦେଖୁନାହାନ୍ତି, ପିଆଜ ପାଖରେ ଚାଦର ପକେଇକି କାଟୁଛନ୍ତି। ଏବେ ମୁଁ ଗାଧୋଇନି, ସକାଳ 8ଟା ହେଲାଣି। ଆଉ ଆଜି ଟିକେ ବାଳ କଟିଂ କରିବା। ରାତିରେ ମୁଁ ତେଲ ଲଗେଇଥିଲି, ତ ଏବେ ମୁଁ ଶ୍ୟାମ୍ପୁରେ ମୁଣ୍ଡ ଧୋଇ ଦେଇଛି। ତ ଦେଖ ସବୁ କହିବ। ତେଲ ତାତିଗଲାଣି ବା, ଚେକ୍ କରାଉଛି ବା। ଚାରରେ ପକେଇ ଦେଇ ପକା, ହାତ ଲାଗିଯିବ ବା ଟିକେ ଲାଗିଯିବ। ପାଣି ଦେବା, ଧୋଇବା ହାତ। ହଁ ହଁ।
ଏବେ ମୁଁ ବାହା ହେଇଛି, ବାହା ହେବାର 10 ଦିନ ହେଇଛି ଦେଖିପାରୁଥିବେ। ଦେଖିପାରୁଥିବେ ମୋ ନା ଆଉ ମୋ ୱାଇଫ୍ଙ୍କ ନା। ଏବେ ମୁଁ ଯାଉଛି ସାଇକେଲରେ, ଏଇ ପାଖରେ ଗୋଟେ ଦୋକାନ ଅଛି ମତଲବ ସେଲୁନ ଦୋକାନ, ତ ସେଇଠି ତ ଦେଖିପାରୁଥିବେ ମୋ ସକାଳର ଦୃଶ୍ୟ କେମିତି ଲାଗୁଛି ଆପଣମାନଙ୍କୁ, ତାହେଲେ ମୋତେ କମେଣ୍ଟ ମାରି ଜଣାଇବେ। ମନ୍ଦିର ଏଠିକାର ଆଉ ମୁଁ ଏବେ ସାଇକେଲରେ ଯାଉଛି। ମୁଁ ସେଇଠିକି ଗଲେ ଆପଣମାନଙ୍କୁ ଦେଖାଉଛି। ଆସାରିଛି ଦେଖିପାରୁଥିବେ, ଛୋଟ ଦୋକାନଟି, ବହୁତ ଭଲ ଦୋକାନଟା, ପିଲାଟା ଭଲ କାଟୁଛି ବାଳ। ତ ଭିତରକୁ ଯିବା ଆମେ ଏବେ। ମୁଁ ସେଲୁନ ଦୋକାନ ଆଇଛି ଦେଖିପାରୁଥିବେ, ବହୁତ ଖରା ହେଲାଣି, ସକାଳ ସମୟ ହେଲାଣି ଏବେ 8ଟା। ତ ଆମେ ବର୍ତ୍ତମାନ ମୁଁ ବାଳ କାଟାଇଛି, ତ ଭିତରକୁ ଯିବା, ସେ ଭାଇଙ୍କ ଇଣ୍ଟ୍ରୋଡକ୍ସନ୍ କରିବା। ଆଉ ମୁଁ ଯାଉଛି। ସରିଲା, ଏବେ ଯିବା ଗାଧେଇ, ଆଉ ଗାଧେଇଲା ପରେ ଏବେ ଡ୍ରିଙ୍କ କରିବା ଡିନର। ତାପରେ ଦେଖିବା ଆଜି କେତେ ଯାକ କାମ ଅଛି, ଅନଲାଇନ୍ କାମ, ସେ କାମ ଯାକ ଟିକେ ସରେଇବା। ତାପରେ ଟିକେ ଆପଣମାନଙ୍କୁ ଏ ଭିଡ଼ିଓଟା ସଞ୍ଜ ଇଭିନିଂରେ ଆସିବ। ଚାଲନ୍ତୁ ମୁଁ ଏବେ ସୋ ଗାଇସ୍ ଆପଣମାନେ ଦେଖିପାରୁଥିବେ, ଆଉ ଏବେ ମୁଁ ଗାଧେଇକି ଆସିସାରିଛି। ଆଉ ଏବେ ଟିକେ ଡିନର କରିବା, ଖାଇବା। ଆଉ ଏ ତ ଖରା ବେଶୀ ହେଉଛି ଦେଖିପାରୁଥିବେ, ଖରା ବହୁତ ପ୍ରବଳ ଖରା ହେଉଛି। ଆଉ ତାପରେ ଛାତ ବି ଆମର ଗରମ ମତଲବ ପୁରା ଗରମ ହେଇଯାଉଛି, ତ ସେଥିପାଇଁ ପୁରା ଝାଳରେ ଆମେ ପୁରା ଓଦା ହେଇଯାଉଛୁ ଦେଖିପାରୁଥିବେ। ଏବେ ଟିକେ ଡିନର କରିବା, ଆଉ କଲା ପରେ ଟିକେ ଅନଲାଇନ୍ କାମ ଟିକେ ଅଛି କରିକିରି, ଆଉ ଏ ଭିଡ଼ିଓଟା ଆପଣମାନଙ୍କୁ ଇଭିନିଂରେ ଦେଖିବାକୁ ପାଇବେ। ଆଉ ଭିଡ଼ିଓଟା କେମିତି ଲାଗୁଛି, ତାହେଲେ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ଆଉ ଏଣ୍ଡ ସବସ୍କ୍ରାଇବ୍ କରିବା ଭୁଲିବେନି। ଆଉ ଏପରି କଣ୍ଟେଣ୍ଟ ଭିଡ଼ିଓ ମୋ ଚ୍ୟାନେଲରେ ଆପଣମାନେ ଦେଖିବାକୁ ପାଇବେ। ଆଉ କିଛି ମୋର ନୂଆ ମ୍ୟୁଜିକ୍ ଭିଡ଼ିଓ ଏହି ବର୍ଷ ଦଶହରାରେ ଆସିବାକୁ ଯାଉଛି, ଯେଉଁଠି ଦୁର୍ଗା ପୂଜାର ଆଉ ଶିବଙ୍କର ମତଲବ ଭଜନ ଗୋଟେ ଆସୁଛି ଶିବରାତ୍ରି କି, ଆଉ ସେଇଟା 7 ମାସ ତଳେ ଆପଣମାନେ ଦେଖିବା ପାଇବେ, 7 ମାସ ପରେ। ତ ଚାଲନ୍ତୁ, ଆଉ ଏବେ ମୁଁ ଡିନର କରିବି। ଆଉ ଦେଖୁଛି ଆଜି ରବିବାରଟା, ଆଜି କିଛି ସ୍ପେଶାଲ ଟିକେ ଖାନା ଅଛି ଆମ ଘରେ, ଆଉ ମାଛ ପିସ୍ ହେଇଛି, ଆଉ ତା ସହିତ ଡାଲି ଭାତ। ତ ଚାଲନ୍ତୁ, ଏବେ ମୁଁ ଗାଧେଇ ଯାଇକିରି ଫ୍ରେସ୍ ଫ୍ରେସ୍ ହେଇକିରି କପଡ଼ା ଫପଡ଼ା ପିନ୍ଧି ପକେଇଲି। ଆଉ ଚାଲନ୍ତୁ ମୁଁ ଖାଇବାକୁ ଯାଉଛି। ଦେଖିପାରୁଥିବେ ଆମର ମ୍ୟାଡ଼ାମ୍ ତରକାରୀ ଦେଉଛନ୍ତି, ମାଛ ତରକାରୀ, ଆଉ ଭାତ ତା ସହିତ ମାଛ ତରକାରୀ। ଡାଲି ଏବେ ବଇଛି,
ତ ଟାଇମ୍ ଲାଗିବ ତେବେ ଖାଇବା ଆଉ। ଖାଇବା तो गाइस आज भिडियो मुझे रखुची आउ पुणी थोड़ा नेक्स्ट भिडियो आपको मुझे पुणी थोड़ा भेट हेबी तो बाय बाय।